समर्पण को वर्धित कर पथ ज्योतिर्मय कर अंतर रे आंभे माने तोते परम अधीश्वर रूप प्रतिष्ठा करुछु तू जेपरी समग्र पृथ्वीर परम अधीश्वर होई पारु। आंभ मानकर वाक्य एबे भी अज्ञानाच्छन्न ताको आलोकित कर। आंभ मानकर अभिप्सा एबे भी मलिन ताहाको शुद्ध कर। आंभ मानकर कर्म एबे भी असमर्थ ताहाको सामर्थ्य युक्त कर। हे भगवान ए पृथ्वी आर्त शोकग्रस्त विशृंखला यहाकू बासगृह करिछि। अंधकार एते घनीभूत जे एकमात्र तू ही ताकू दूर करिपारु। आस प्रकाश हुओ कर्म तोर संसिद्ध हेउ। माँ श्री अरविंदंकर जय हेउ तांकर कार्य संसिद्ध हेउ। एतिकी प्रार्थना सहित आजिर कार्यक्रम रे मु सेमानकु अंतरर सहित निवेदन करुछि प्रार्थना करुछि आमर ए कार्यक्रम रे उपस्थित रही श्रोता बक्ता उभय को सावित्री को यथार्थ भाव में यथासंभव बुझिबा पाई आमको सहायता करिवे कारण तांको बिना सावित्री बुझिबा संभव नहीं। एवं तत्सहित आजिर परंपरागत त्रिदिवसीय वार्षिक पर्वाणी रजर प्रथम दिवस रे आपण मानकु समस्त को मोर अभिनंदन एवं हेलो शुभुनी शुभुनी की अरे शुभुची ना नहीं भाई शुभुची हाँ तार परंपरागत त्रिदिवसीय ए उत्सव रे आपण मानकु समस्त को अभिनंदन और सदिच्छा शुभेच्छा जनाई जनाई आपण मानकु आशा करुछि समस्ते रजर प्रथम पर्व रे रज पिठा खाई आसीथिबे एवं खुशी रे थिबे समस्ते खुशी रे रहंतु खुशी बांटंतु एवं जगत रे दुख जेंती गोटे हृदय रो आ गोटे ट्रांसमिट हुए सुख भी सेमती होता है। आम जदि आंतरिक भाव में किसी सुख आनंद अनुभव करूँ ताहा अन्य मानकु आड़कू मध्य आमे बांटी थाउ जहा हूँ से भली एक उत्सवर प्रथम दिवस रे मु आपण को समस्त को स्वागत करुछि हमर ए कार्यक्रम में जोग देवा पाई एवं आपण माने जानती आमे आज एक नुआ अध्याय आरंभ करने को जाऊे एक नुआ कैंटो बुक टूर एक नुआ कैंटो 14 नंबर कैंटो अधिकांश समय रे पूर्व कथित विषय वस्तु सहित जोगयुक्त रक्षा करने पाई जोगसूत्र रक्षा करने पाई अनेक कथा आगु कही सारी भी तार पुनरावृत्ति आवश्यक हुए बोली मु मन करे तेणु गोटे कथा आपन को मन पकई दिए जदि यहाँ बारंबार कह
ये एक अश्वपतिଙ୍କର ଯାତ୍ରା। ଅଶ୍ୱପତିଙ୍କ ଯାତ୍ରା କୁଆଡ଼େ? ସିଏ ଏକ ଅନୁସନ୍ଧାନରେ ଅଛନ୍ତି, ଏକ ଶକ୍ତି, ଏକ ପାୱାର ବା ଏକ ନୀତି ନିୟମ ଉଦ୍ଘାଟନ କରିବାରେ, ଯାହାଦ୍ୱାରା ଏ ଜଗତର ଦୁଃଖ ଯନ୍ତ୍ରଣା, ଏ ଜଗତର ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦୁଃଖ ଯନ୍ତ୍ରଣାକୁ ଲାଘବ କରିପାରିବେ ଏବଂ ଏ ପର୍ଯ୍ୟନ୍ତ ସେ ତାହା ପ୍ରାପ୍ତ କରିନାହାନ୍ତି। ତେଣୁ ସେ ଏହି ଜଗତରାଜିର ଶ୍ରେଣୀବଦ୍ଧ ପାହାଚ ଉପର ଦେଇ ঊର୍ଦ୍ଧ୍ୱକୁ ଗମନ କରୁଛନ୍ତି ଏ ହାୟରାର୍କିରେ। ଏବଂ ଏଇ ଯୋଉ ଶ୍ରେଣୀବଦ୍ଧ ଗତି ତାଙ୍କର, ଗୋଟେ ଭୂମି ସରିଗଲା ପରେ ପରବର୍ତ୍ତୀ ଭୂମିରେ ସେ ଉପସ୍ଥିତ ହେଉଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ଏଭଳି ଏକ ସୂତ୍ର, ଏଭଳି ଏକ ଶକ୍ତି, ଏଭଳି ଏକ ସାମର୍ଥ୍ୟ ଉଦ୍ଭାବନ କରିବା, ଯାହାଦ୍ୱାରା ସଂସାରର ଦୁଃଖ ଯନ୍ତ୍ରଣା, ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦୁଃଖ ଯନ୍ତ୍ରଣା, ରୋଗ ଶୋକ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରିତ କରିହେବ। ଏବଂ ତାକୁ ପ୍ରାପ୍ତ କରିବା ପାଇଁ ଆମର ସଂସାରର ମୂଳ ବସ୍ତୁ ମନ ପ୍ରାଣ ଶରୀର, ତାକୁ ରୂପାନ୍ତର କରିବାକୁ ହେବ, ଯାହାକି ଆଜି ପର୍ଯ୍ୟନ୍ତ କୌଣସି, ଯେତେ ସେ ଉଚ୍ଚର ସାଧକ ହଉ, ଯେତେ ଉଚ୍ଚତର ସାଧକ ଋଷି ହଉ, ମୁନି ହଉ, କେହି ତାକୁ ଉଦ୍ଘାଟନ କରିବା ସମ୍ଭବ ହେଇନି କିମ୍ବା ଜନସମାଜକୁ ଦାନ କରିବା ସମ୍ଭବ ହେଇନି। ଏହା ଏକ ପ୍ରଥମ ଘଟଣା, ଯାହାକୁ ଅଶ୍ୱପତିଙ୍କ ଛାୟାରେ ପ୍ରଭୁ ଶ୍ରୀ ଅରବିନ୍ଦ ଉଦ୍ଘାଟନ କରିବାକୁ ଚାହିଁଛନ୍ତି ଏବଂ ସେ ଦିଗରେ ନାନା ପ୍ରକାର କଷ୍ଟ ସହ୍ୟ କରି ସେ ঊର୍ଦ୍ଧ୍ୱକୁ ଉଠି ଚାଲିଛନ୍ତି। ସେହି ପର୍ଯ୍ୟାୟରେ ଆମେ ଆସି ପହଞ୍ଚିଛେ ସେଲ୍ଫ ଅଫ୍ ମାଇଣ୍ଡ। ଆପଣ ଦେଖନ୍ତୁ, ସଂସାରରେ ବିବର୍ତ୍ତନ ଧାରାରେ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଥିବା, ଆଜି ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ଗୋଟିଏ ଭୂମି ହେଲା ମନ। ଏବଂ ମନଭୂମି ଛଡ଼ା ଊର୍ଦ୍ଧ୍ୱକୁ ଆଉ ସାଧାରଣ ଭାବରେ କିଛି ପ୍ରକାଶିତ ହେଇନାହିଁ। ଯଦିଓ ଯେ ସାଧକ ଜଣେ ଚେଷ୍ଟା କରି ସେ ଊର୍ଦ୍ଧ୍ୱକୁ ଯାଇପାରେ, କିନ୍ତୁ ସାଧାରଣ ଜନସାଧାରଣ ଭାବରେ କିଛି ଉଦ୍ଘାଟନ ହେଇନି। ତେଣୁ ମନ ହିଁ ହେଉଛି ଆମର ସର୍ବୋତ୍ତମ ସୂତ୍ର ବା ଯେ ପ୍ରକାଶିତ ହେଇଛି। ମନର ବିଭିନ୍ନ ଭୂମି ଧାରଣ କରି ଏ ପର୍ଯ୍ୟନ୍ତ ଆମେ ଶୁଣିଲେ, ନିମ୍ନ ମନ, ଉଚ୍ଚତର ବା ବୃହତ୍ତର ମନ, ତାର ସବୁ ବିଭିନ୍ନ ଭୂମି, ଏ ଧାରାବାହିକ ଭାବେ ଆମେ ଶୁଣିଲେ। ତଥାପି ମନର ଭୂମି ଆହୁରି ସରିନି। ୟା ପୂର୍ବରୁ এই ମନଭୂମିର ଏକ ଆଦର୍ଶ ଭୂମି, ଏକ ଆଦର୍ଶ ସ୍ୱର୍ଗ ଉପରେ ଆମେ ଆଲୋଚନା ସାରିଛେ। ବର୍ତ୍ତମାନ ଏଇଟା ହେଉଛି ସେଲ୍ଫ ଅଫ୍ ମାଇଣ୍ଡ। ସେଲ୍ଫ କିଏ? ସଂସାରର ପ୍ରତ୍ୟେକ ବସ୍ତୁରେ ସେଲ୍ଫ ବିଦ୍ୟମାନ। ଏ ସେଲ୍ଫ ହେଉଛନ୍ତି ପୁରୁଷ ବା ଆତ୍ମନ ବା ଜୀବାତ୍ମା। ପ୍ରତ୍ୟେକ ବସ୍ତୁରେ ଇଏ ଊର୍ଦ୍ଧ୍ୱରେ ରହିଛନ୍ତି। ସେମିତି ମନର ଊର୍ଦ୍ଧ୍ୱରେ ସେଲ୍ଫ ରହିଛନ୍ତି ଏବଂ ମନର ଏ ଯୋଉ ସେଲ୍ଫ, ମହାମାନସର ସେଲ୍ଫ, ଆତ୍ମସତ୍ତା, ମୂଳ ସତ୍ତା ଯିଏ ରହିଛନ୍ତି ଏବଂ ପ୍ରକୃତିକୁ ଏଠାରେ ବିବର୍ତ୍ତନର ଧାରାରେ କ୍ରିୟାଶୀଳ ହେବା ପାଇଁ ଛାଡ଼ି ଦେଇଛନ୍ତି। କ୍ୟାଣ୍ଟୋ 4ରେ ଏହାର ବିସ୍ତୃତ ବର୍ଣ୍ଣନା ହେଇଛି, ଆମେ ଆଗରୁ ଶୁଣିଛେ। ତେଣୁ ମନର ଯୋଉ
पुरुष पणिया मनर जो पुरुष अवस्था बा मनर जो मुख्य पुरुष अवस्था को सेल्फ ऑफ माइंड कहा जाए से सेल्फ ऑफ माइंड रो भूमि रे अशपति साधना बल रे प्रवेश कर एवं से भूमि कौन से भूमि क्रिया कौन से भूमि आमको कुआड़ को निए ये सब विषय रे आमे मूलरू आलोचना करिबा तेणु ये गोटे कतटा भूल हो जाइए आपण देखो तारीखटा पड़ी लेखार 13 यहाँ को करेक्शन करूँ 14 तारीख आज 14/6 आउरी टिके टिके कोट भूल भ्रांति अच्छी पर कह 14/6 कर एथर आरंभ है एट लास्ट देयर केम ए बेयर इंडिफरेंट स्काई ए भूमिर गोटे गुण को ये प्रकाशित हो सी एक स्वर्ग सी एक आकाश व्योम एक आकाश आमे पूर्वर पढ़ीचे जगतराजर जो पाहाच श्रेणी जो परात्पर सृष्टि आरंभ कर सब भितर सबू रहस्य को सोर्सेबुल करने पाल्पेबुल करने देखा एवं तार प्रथम भूमि जो थे सबू विद्यमान से प्रथम भूमि है व्योम व्योम रे सबू किसी विद्यमान से निम्न को सब आवाहन कर रिपीट करने को चाहूनी एवं अशक्ति बर्तमान से ही व्योम से ही आकाश रे प्रवेश कर जो आकाश होची उदासीन इंडिफरेंट जगत को खाली से देखती एवं कौन से जगत रे घटुची केते दुख अच्छी केते मृत्यु अच्छी केते जंत्रणा अच्छी कौन अच्छी ताकू उदासीन भाव देखती हस्तक्षेप करती ना ये भूमिर तात्पर्य है सैया सो अशपति एठारे पहुंचली परिशेष अशपति सम्मुख एक अनावृत अनावृत बेयर अनावृत तार किसी आवरण हो जाए पूर्ण रूपे प्रकाशित अनावृत इंडिफरेंट स्काई एक उदासीन आकाश आसी उपजित है वेयर साइलेंस लिसन टू दी cosmic voice but answered nothing to a million calls. The soul's endless question met with no response. ये एभली एक भूमि जोठारे परम नीरवता शुणुथिला महाजागतिक परम कंठस्वर महाजागतिक परम कस्मिक वॉइस महाजागतिक परम कंठस्वर भी कैपिटल तेणु मु परम जोड़ी परम कंठस्वर शुणुथिला एठारे साइलेंस परम नीरवता आपण देखंतु ए नीरवता शब्द सावित्रीर प्रथम कांटर प्रथम 3-4 लाइन रे अछि सृष्टि जेतले संपूर्ण रूपे प्रलय हो गला सृष्टि आउ किछि नाही देवदेवी माने जा भितर से निमज्जित रहिले से उत्थित ही नांती दुईटी जिनिस उपस्थित गोटे हूँ परम नीरवता आउ गोटे हूँ महाकालीमामय अंधकार आउ किछि नाही एई परम नीरवता रहस्य को उद्घाटन करी सृष्टि करने चाहूँगी एवं ताकू विरोध करुच्ची अंधकार आर वर्णना अच्छी तेणु परम नीरवता हेले सी
ପରାତ୍ପର ପରମ, ସିଏ ପରମ ନିରବତା। ଏବଂ ସେଇ ସେଇ ପରମ ନିରବତା ଅର୍ଥାତ୍ ସେଇ ପରାତ୍ପର, ସେଇ ଯାହାକୁ ଆମେ କହୁଛେ ଅନିର୍ବଚନୀୟ, ଯାହାକୁ ଆମେ କହୁଛେ ବର୍ଣ୍ଣନା କରି ହବନି, ତା ନାଁ ନାହିଁ, ଅନାମଧେୟ ପରମ ପରାତ୍ପର, କିନ୍ତୁ ସବୁକୁ ସେ ଧାରଣ କରି ଏକ ସର୍ବଧାତ୍ରୀ ଶୂନ୍ୟତା ହିସାବରେ ପରମ୍ପରାତ୍ପର ଅଛନ୍ତି। ଏବଂ ସେଇ ପରମ୍ପରାତ୍ପର ହଉଛନ୍ତି ମହାନିରବତା। ସଦା ସର୍ବଦା ନିରବତା, ପରମ ନିରବତା ସେଠି ବିଦ୍ୟମାନ ଥାଏ। ସିଏ ଜାଗତିର ପରମ କଣ୍ଠସ୍ୱର ଶୁଣନ୍ତି, କିନ୍ତୁ ଏକ ନିୟୁତ ଆହ୍ୱାନ ବା ଅସଂଖ୍ୟ ଆହ୍ୱାନର କିଛି ବି ଉତ୍ତର ଦେଉନଥିଲେ। ସେ ନିରବତା କିଛି ଉତ୍ତର ଦିଅନ୍ତିନି। ଆତ୍ମାର ଅନ୍ତହୀନ ଜିଜ୍ଞାସାର କୌଣସି ଉତ୍ତର ମିଳୁନଥିଲା। এই ଜାଗାରେ ଅଶ୍ୱପତି ବର୍ତ୍ତମାନ ପହଞ୍ଚିଲେ, କାରଣ ଆବ୍ରପ୍ଟ କନକ୍ଲୁଜନ ended eager hopes, a deep cessation in a mighty calm, a finish line on the last page of thought, and a margin and a blank of wordless peace. ଏକ ଆକସ୍ମିକ ସିଦ୍ଧାନ୍ତ ସକଳ ଆଗ୍ରହୀ ଆଶା ସବୁକୁ, ଇଗର ହୋପ୍ସ ସକଳ ଆଗ୍ରହୀ ଆଶା ସବୁକୁ ପରିସମାପ୍ତି ଘଟାଇଥିଲା। ଏକ ଆକସ୍ମିକ ସିଦ୍ଧାନ୍ତ। ଆକସ୍ମିକ ସିଦ୍ଧାନ୍ତ କଣ? এই ଭୂମିରେ ଯୋଉ ସିଦ୍ଧାନ୍ତ, ଏଇ ଆକସ୍ମିକ ସିଦ୍ଧାନ୍ତ, ସକଳ ଆଗ୍ରହୀ ଆଶା ସବୁକୁ ଏଇଠି ସରିଗଲା, ଆଉ ଆଶା କିଛି କରିବାର ନାହିଁ, ୟା ଉପରେ କିଛି ଆଶା ହେଇପାରିବନି, ଆଶା ସବୁ ଏଇଠି ସମାପ୍ତି ହେଲା। ଏ ଡିପ୍ ସିଏସନ୍ ଇନ୍ ଏ ମାଇଟି କାମ୍, ସେ ଭୂମି ଥିଲା ବିପୁଳ ପ୍ରଶାନ୍ତି। ସେଇ ବିପୁଳ ପ୍ରଶାନ୍ତିରେ ଏକ ଗଭୀର ବିରତି ଆସିଲା। ବିରତି କାହିଁକି ଆସିଲା? ନା ପୃଥିବୀ ଯୋଉ ଯାତ୍ରା କରି ଚାଲିଛି, ଆଗକୁ ଆଗକୁ ତାର ଯୋଉ ଯାତ୍ରା, ପରିବର୍ତ୍ତନର ଯାତ୍ରା, ଇଭଲ୍ୟୁସନର ଯାତ୍ରା, ସେଇ ଯାତ୍ରା ଆଗକୁ ଆଗକୁ ଚାଲିଛି ନିରନ୍ତର, କେତେବେଳେ ହିଁ ତାର ବିରତି ନାହିଁ। ପ୍ରତି ମୁହୂର୍ତ୍ତର ଅବଧି ଭିତରେ, ପ୍ରତି ମୁହୂର୍ତ୍ତରେ ସଂସାର ପରିବର୍ତ୍ତନ ହେଉଛି ଏବଂ ଆମ ଜୀବନ ବି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଏଇ ଯୋଉ ପରିବର୍ତ୍ତନ, ଏଇ ଯୋଉ ପରିବର୍ତ୍ତନର ଅଗ୍ରଗତି ଏଠାରେ ବନ୍ଦ ହେଇଗଲା ଏବଂ ତାହାର ବିରତି ଘଟିଲା। କାରଣ ଆଗକୁ ଆଉ ଯିବାକୁ ନାହିଁ, ଆଗକୁ କିଛି ନାହିଁ, ୟା କଥା କେହି ଶୁଣୁନାହାନ୍ତି, ସବୁ ଶୁଣିଲେ ବି ନୀରବ ରହୁଛନ୍ତି, କିଛି ବି ଉତ୍ତର ଦେଉନାହାନ୍ତି। ତେଣୁ ଏଇଠି ବିରତି ଘଟିଲା। ପୁଣି ଚିନ୍ତାର ସର୍ବଶ୍ରେଷ୍ଠ ପୃଷ୍ଠାରେ ଏକ ସମାପ୍ତି ରେଖା ତଥା ନିର୍ବାକ ଶାନ୍ତିର ଏକ ପ୍ରାନ୍ତ ଏବଂ ଏକ ଶୂନ୍ୟତା, ଯାହା ଥିଲା ଏକ ବିପୁଳ ପ୍ରଶାନ୍ତିର ଏକ ଗଭୀର ବିରତି, ପୁଣି ଚିନ୍ତାର ସର୍ବଶ୍ରେଷ୍ଠ ପୃଷ୍ଠାରେ ଏକ ସମାପ୍ତି ରେଖା ତଥା ନିର୍ବାକ ଶାନ୍ତିର ଏକ ପ୍ରାନ୍ତ ଏବଂ ଏକ ଶୂନ୍ୟତା, ଏଇଭଳି ଏକ ଭୂମିରେ ଆସିକି ଅଶ୍ୱପତି ପହଞ୍ଚିଛନ୍ତି। ସର୍ବଶ୍ରେଷ୍ଠ ପୃଷ୍ଠାରେ ଏକ ସମାପ୍ତି ରେଖା କଣ? ଚିନ୍ତା, ଆଉ ସିଆଡ଼କୁ ଚିନ୍ତା କିଛି ଯାଇପାରିବ, ଏଠି ଚିନ୍ତା ବି ସରିଗଲା, ଚିନ୍ତା ବି କରାଯାଇ ପାରିବନି। ଏବଂ ସର୍ବଶ୍ରେଷ୍ଠ ପୃଷ୍ଠାରେ ଏକ ସମାପ୍ତି ରେଖା, ନିର୍ବାକ ଶାନ୍ତିର ଏକ ପ୍ରାନ୍ତ। ଏଠି ଯୋଉ ଶାନ୍ତି ବିରାଜମାନ କରୁଥିଲା, ସେ ନିର୍ବାକ, ସମ୍ପୂର୍ଣ୍ଣ ଭାବରେ ନିର୍ବାକ, ଅର୍ଥ ସିଏ
नीरव तार शेष पहुंचले एक शून्यतार पहुंचले आउ जड़े आगू किसी पार they are paused the climbing hierarchy of the worlds सेठारे जगतराजीर ऊर्ध्वायित क्रम विरति निये जगतराजीर ऊर्ध्वायित क्रम कौन ना जगतराजी ऊर्ध्व को उठुची जड़ स्थल प्राणस्तर मनस्तर ही से ऊर्ध्व को उठुची जगतराजी ये यात्रा कौन इवोल्यूशन रो यात्रा ये ऊर्ध्व को उठुची से तेणु जगतराज ऊर्धायित क्रम यात्रार ऊर्धायित क्रम एठी शेष हो गला ए जगार पहुंचले एटा लास्ट आउ आगू जापरनि कि ये एभली एक उदासीन आकाश ए जगार पहुंची गले सब सरी जाए विरति नहीं He stood on a wide arc of summit space alone with an enormous self of mind which held all life in a corner of its vast कोठी पहुंचले अश्वपति तुंग महाव्योमर समिट स्पेस महाव्योम देश कैपिटल तेणु महाव्योम तुंग महाव्योम समिट तुंग महाव्योमर एक विस्तारित वृत्तांश उपरे विस्तारित वृत्तांश वृत्तांश माने आगो को अनेले जेतिक जिनस आखिरे पड़े सी गोटे विराट वृत्तर एक अंश आपण चक्रवाल को जिते चाहिए से जो चक्रवाल चतुर्दिगरे जो तार वृत्त रेखा टाणी तार किसी अंश को आर्क केवल आम देखू आखि बुलेले आउ गोटे आर्क देखा जाए बाँ को बुलेले दाह को बुलेले आउ गोटे आर्क देखा जाए पूर्ण चक्र को देखी पारना से गोटे एक चक्र क्लाइंबिंग हायरार्की ऑफ द वर्ल्ड्स he stood on a wide arc of summit space तुंग महाव्योमर एक विस्तारित वृत्तांश उपरे एक विशाल महामानसर आत्मसत्ता सहित एकाकी दंडियमान होते अश्वपति बर्तमान जो दंडायमान हेले सेठी कौन विशाल महामानसर आत्मसत्ता सेल्फ आत्मसत्ता सहित एकाकी दंडमान होती पहुंचले अश्वपति जी कि निज विस्तृतिर एक कोण रे समग्र प्राणधारा को धरी रखी ये जो विशाल आत्मसत्ता सेल्फ ऑफ माइंड सी एक महाविस्तृति तेणु से महाविस्तृतिर एक कोण रे गोटे कोण रे समग्र प्राणधारा को ये पर्यंत प्रकाशित सकल प्राणधारा को निम्न प्राण रु आरंभ करी मनुष्य पर्यंत सकल प्राणधारा को गोटे कोण रे धरी रखि थाए सी एभली एक विस्तृति गोटे कोण रे ताको धरी रखि थाए एठी आ गोटे कथा आसला ओमनिपोटेंट इमोबाइल एंड एलूफ in the world which sprang from it, it took no part. इटा कौन ताहाठारु उद्भूत होइथिबा सर्वशक्तिमान निश्चल निसंग जगत world which sprang from it से वर्ल्ड केमिति जो वर्ल्ड आठारु द्रुत कौन एथरे बुझिबा हमें जो वर्ल्ड जगतर वर्तमान सुधा प्रकाशित से सबू ये भूमि ही जाइछि निवर्तन धारा रे ये भूमि ही जाइछि एवं से केमितिका जिनस
ତାଠାରୁ ଉଦ୍ଭୁତ ହୋଇଥିବା ଏ ଜଗତରୁ ଅର୍ଥାତ୍ ଏଇ ଭୂମିରୁ ଅର୍ଥାତ୍ ଏଇ ଇଗ୍ନୋରେଣ୍ଟ ଆକାଶରୁ ଏଇ ଇଣ୍ଡିଫରେଣ୍ଟ ଆକାଶରୁ ଏଇ ବ୍ଯୋମ ଭିତରୁ ଜଗତର ସମସ୍ତ ଜଗତ ସୃଷ୍ଟି ହେଇଛି, ମାନସିକ ଜଗତ ପର୍ଯ୍ୟନ୍ତ ବିବର୍ତ୍ତିତ ହେଇଛି। ସମସ୍ତ ଜଗତ ସେଇଠୁ ହିଁ ଆସିଛି। ତେଣୁ ଏଠି କୁହାଯାଉଛି ଉଦ୍ଭୁତ ହୋଇଥିବା ସର୍ବଶକ୍ତି ମାନେ ଜଗତଟି କେମିତି, ଯୋଉ ଜଗତରେ ଆମେ ବାସ କରୁଛୁ ସେ ଜଗତ ବର୍ତ୍ତମାନ ଅବସ୍ଥାରେ ସର୍ବଶକ୍ତିମାନ ନିଶ୍ଚଳ ନିସଙ୍ଗ ଜଗତରେ ତାହା ଅଂଶଗ୍ରହଣ କରୁନି। It took no parts in the world which sprang from it. ସେ world କେମିତି omnipotent, immobile and aloof. It gave no heed to the peons of victory. ତାର ନିଜର ବିଜୟର ବନ୍ଦନା ବା ସ୍ତବଗାନ ପ୍ରତି ତାହା କର୍ଣ୍ଣପାତ କରିନଥାଏ। ଆମେ ଭାବିବା ଆମ ଦୁଃଖ ଯନ୍ତ୍ରଣା ଶୁଣୁନାହାନ୍ତି ସିନା, ତାଙ୍କର ଜୟଗାନ କରିବା ଅର୍ଥାତ୍ ସେଇ ଯୋଉ ଭୂମି ରହିଛି, ସେଇ ଯୋଉ ମହାବ୍ୟୋମ ରହିଛି, ସେ ମହାବ୍ୟୋମର ଜୟଗାନ କରିବା ପିଓନ୍ସ ଅଫ୍ ଭିକ୍ଟୋରି, ତାକୁ ମଧ୍ୟ ସେ କର୍ଣ୍ଣପାତ କରିନଥାଏ। It was different to its own defects. ତାର ନିଜର ପରାଜୟ ରାଜି ପ୍ରତି ମଧ୍ୟ ତାହା ଉଦାସୀନ ରହିଥାଏ। ତାହା ଶୋକର କ୍ରନ୍ଦନ ଶୁଣୁଥାଏ ଏବଂ କୌଣସି ପ୍ରତିକ୍ରିୟାଶୀଳ ଚିହ୍ନ ପ୍ରକାଶ କରୁନଥାଏ। ସମ୍ପୂର୍ଣ୍ଣ ରୂପେ ସିଏ ଏ ଜଗତ ଉଦାସୀନ, ଡିସଇଣ୍ଟରେଷ୍ଟେଡ। ଡିସଇଣ୍ଟରେଷ୍ଟେଡ କହିବାଟା ଭୁଲ ହବ, କାରଣ ସେ ସବୁ ଦେଖୁଥାଏ, ତେଣୁ ଇଣ୍ଟରେଷ୍ଟ ସହିତ ଦେଖୁଥାଏ, ଡିସଇଣ୍ଟରେଷ୍ଟେଡ ନୁହେଁ। କିନ୍ତୁ ପ୍ରତିକ୍ରିୟାହୀନ, ଭଲ ମନ୍ଦ ଉପରେ ତାର ଏକାଗ୍ର ଦୃଷ୍ଟି ନିରପେକ୍ଷ ଭାବେ ପଡିଥିଲା। ସଂସାରରେ ଯୋଉ ଭଲ ଘଟଣା ଘଟେ, ଯୋଉ ମନ୍ଦ ଘଟଣା ଘଟେ, ସବୁକୁ ସେ ଦେଖୁଥାନ୍ତି। ଏଠି ଗୋଟିଏ କଥା ମୁଁ ଆପଣଙ୍କୁ ମନେ ପକେଇ ଦଉଛି, ଶ୍ରୀ ଅରବିନ୍ଦ ଯେତେବେଳେ କ୍ୟାଣ୍ଟୋ 4ରେ ସୋଲ ଏବଂ ସେଲ୍ଫ ଯୋଉ ବର୍ଣ୍ଣନା କରିଛନ୍ତି, ଯୋଉ ସେଲ୍ଫ ବର୍ଣ୍ଣନା କରିଛନ୍ତି ସେ ହଉଛନ୍ତି ଆତ୍ମନ। ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ମଣିଷ, ପ୍ରତ୍ୟେକ କୀଟ ପତଙ୍ଗ, ପ୍ରତ୍ୟେକ ବୃକ୍ଷଲତା ସବୁର ଉର୍ଦ୍ଧ୍ୱରେ ସେ ରହିଛନ୍ତି ବିଦ୍ୟମାନ। ଏବଂ ତାଙ୍କୁ ଆମେ ସାଧାରଣ ଭାବରେ ଜାଣିନଥାଉ ବା ଅନୁଭବ କରିନଥାଉ। ସିଏ ରହିକରି ଦୃଶ୍ୟମାନ ହେଇକି ରହିଛନ୍ତି। ସିଏ ହଉଛନ୍ତି ସେଲ୍ଫ, ଅର୍ଥାତ୍ ସିଏ ହଉଛନ୍ତି ପୁରୁଷ, ଅର୍ଥାତ୍ ସିଏ ହଉଛି ସର୍ବଦ୍ରଷ୍ଟା, ସବୁ କିଛିକୁ ଦେଖୁଛନ୍ତି। ଏବଂ ସେ ତାଙ୍କର ଗୁଣଗ୍ରାମ କ୍ୱାଲିଟି ସବୁ ଏଥିରେ ବର୍ଣ୍ଣନା ହେଇଛି। It gave no heed to the peons of victory. ତାଙ୍କ ନିଜର ବିଜୟର ବନ୍ଦନା ସ୍ତବଗାନ ପ୍ରତି ତାହା କର୍ଣ୍ଣପାତ କରିନଥାଏ। ତାର ନିଜର ପରାଜୟ ପ୍ରତି ମଧ୍ୟ ତାହା ଉଦାସୀନ ରହିଥାଏ। ତାହା ଶୋକର କ୍ରନ୍ଦନ ଶୁଣୁଥାଏ ଏବଂ କୌଣସି ପ୍ରତିକ୍ରିୟାଶୀଳ ଚିହ୍ନ ପ୍ରକାଶ କରୁନଥାଏ। ମନ ମନ୍ଦ ଭଲ ଉପରେ impartial fell its gaze on evil and good. ଭଲ ମନ୍ଦ ଉପରେ ତାର ଏକାଗ୍ର ଦୃଷ୍ଟି ନିରପେକ୍ଷ ଭାବେ ପଡୁଥିଲା। ପୃଥିବୀରେ ଘଟୁଥିବା ଭଲକୁ ଦେଖୁଥିବା, ମନ୍ଦକୁ ବି ଦେଖୁଥିବା। It saw destruction came and did not move. ବିଚଳିତ ହବା କଥା, ଧ୍ୱଂସର ଆଗମନ ତାହା ଦେଖେ। ଏଇ ଭୂମି, ଏଇ ଆକାଶ ଧ୍ୱଂସର ଆଗମନକୁ ଦେଖେ, କିନ୍ତୁ ନିଶ୍ଚଳ ରହେ, ହଲଚଲ ହୁଏନି। ଏସବୁ ସେଇ ମହାକାଶର ଗୁଣଗ୍ରାମ ବର୍ଣ୍ଣନା ହେଇଛି। And equal cause of things a lovely seer, ସମଭାବରେ ତାହା ସକଳ ବିଶ୍ୱବସ୍ତୁରାଜିର ପରମ ହେତୁ, ଇକ୍ୱାଲ କଜ୍।
कज सी कैपिटल है तेणु परम हेतु परम कारण समभाव सकल विश्व वस्तुर परम कारण एवं ए लोनली श्री एक निसंग परम द्रष्टा निसंग परम द्रष्टा देखु थाए सब निसंग भाव देखु थाए आहरी कौन एंड मास्टर ऑफ इट्स मल्टीट्यूड फॉर्म्स तार बहुविध रूपावलीर अधीश्वर सी भी अधीश्वर ए जिते रूपावली सबू समभाव सकल विश्व वस्तुराज परम हेतु सकल विश्व वस्तुराज परम हेतु ये सकल विश्व वस्तुराज फॉर्म्स मल्टीट्यूड ऑफ फॉर्म्स तार ये मास्टर तार ये अधीश्वर इट एक्टेड नॉट बट बोर ऑल थॉट्स एंड डीड्स एक अद्भुत परिवेश आम जीवात्मा मध्य प्रत्येक व्यक्तिर जो जीवात्मा आत्मन ऊर्धरे रही ठीक से भाया चरित्र करेक्टर जहाँ तार ये वर्णना सेल्फ माने सेल्फ रो वर्णना सेल्फ कि भाव में नीरव द्रष्टा होकर ऊर्धरे रही एठी भी तार वर्णना है तार कर्म करे नहीं ताहा कर्म करे नहीं किंतु सकल चिंता और कर्म को बहन करे सबू देखुंती सबू को ग्रहण कर सबू को बहन कर से निजे कर्म करते रही देखते विश्व प्रकृतिर परम प्रभु अगणित क्रियावलीर साक्षी आहरी से कौन विश्व प्रकृति लॉर्ड ऑफ नेचर नेचर विश्व प्रकृति तार लॉर्ड बाय प्रभु विश्व प्रकृति जो क्रिया करुची नाना क्रिया रे संपृक्त अच्छी नाना क्रिया करुची तार क्रियावलीर साक्षी पुरुष सी साक्षी भाया देखुं कौन हस्तक्षेप करती ताहा महाशक्तिर सकल गतिधारा प्रति सम्मति जनाए कनसेंटिंग टू द मूवमेंट्स ऑफ द फोर्स ये प्रकृति जहाँ किसी करें से कैंटो 4 रे भी पुरुष प्रकृतिर आलोचन एक जानीजे जे प्रकृति जहाँ करती ताकू सम्मति दियंती पुरुष ये जीवात्मा से भाई ये जहाँ घटना हुए सब सम्मति देखती सम्मति दियंती एवं ताहा महाशक्तिर सकल गतिधारा प्रति सम्मति जनाई साक्षी खाली देखुचे साक्षी रही सम्मति जनाई ये ऊपर लाइन तल लाइन संगे युक्त अच्छी विश्व प्रकृतिर परम प्रभु अगणित क्रियावलीर साक्षी होई तार सकल गतिधारा तार माने ये महाशक्तिर ये जो शक्ति कार्य करुच्ची नेचर सकल गतिधारा प्रति सम्मति जनाई क्रियावलीर साक्षी रही His mind reflected this vast poetism. This witness hush is the thinker's secret base. Hidden in silent depths the world is formed. From hidden silences the act is born. Into the voiceful mind, the laboring world. In secrecy wraps the seed, the eternal source silence, the mystic birthplace of the soul. ये साकी निस्तब्धता ही परम चिंतार गोपनीय भित्ति ये साकी निस्तब्धता ही परम चिंतक किए पुरुष परम चिंतकर गोपनीय भित्ति थिंकर्स गोपनीय भित्ति यही गोटे भित्ति तार यही निस्तब्धता ही भित्ति ये निस्तब्धता ऊपर समस्त ठिया होती समग्र जगत समग्र प्रकाशित जगत को धारण करते यही निष्क्रियता एवं हिडन इन साइलेंट डेप्थ्स द वर्ल्ड इज फॉर्म नीरव गभीरता राज्य लुकायित रही बाक रूपायित होता है
एठी जो वार्ड बा बाक सृष्टि होता है, जो बाक सृष्टि होता है अर्थात जो बाकर एठे यथेष्ट क्रिया होउछि बाकटाकू यदि भाषा परिणत करा न जाए अनेक समस्यार समाधान है। बाकटा गोटे भावर प्रकाश से बाकटा जो अनेक विभ्राट हुए मुझे गोटे कथा देखिली गोटे घटना को मु अनुमोदन करूनी मुझे नीरव रहे ताले परवर्ती पर्यायर से बाक द्वारा घटना सब नीरव एवं किसी घटब ना आपण देखते सृष्टि में जिते विघटन घटे जिते प्रकार अघटन घटे से अघटन घटन भाषा द्वारा घटे भाव द्वारा घटे ना भावटा जदि भाषा रे परिणत न हुआ जदि प्रकाश कर मो मन कार जन क्रियावली मो मन दुख आसी कि मो मन प्रतिक्रिया आसी मुझे प्रतिक्रिया को जदि प्रकाश न कर चुपचाप रही जाए ताले अनेक घटना घटना आब जगत रे वर्तमान राजनीति इत्यादि जिते घटना सब घटुची यही बाक यही कहवा यही प्रकाश करवा भाव को प्रकाश करिवारु सब दुर्घटना घटुची से भावटा जदि प्रकाशित न हो ट्रंप गोटे कथा कहली से भावटा को प्रकाश कले नाना विभ्राट पृथ्वी सृष्टि करुची एवं तार जेते प्रतिक्रिया सब होची बाक जोगुरु होची कथा जोगुरु होची भाव जोगुरु नुहे सेथिपाई से जो कहउछन्ती इथि जो कथा कह जाउची हिडन इन साइलेंट डेप्थ्स द वर्ड इज फॉर्म ये बाकटा तैयारी हुए कोठी नीरव गभीरता राजीर लुकायित रही बाक रूपायित होता है एवं यही लुकायित नीरवता राजी कर्म जन्म निये बाकटा जो लुकायित होकर रही सी जो प्रकाश करने को चाहिए कर्म हम बाकटा नीरवता होकर भितर तैयारी सी भाव आकार रही व्यक्ति भितर से भाव आकार रही से भावटा को प्रकाश हेले सेटा हला कर्म जड़े मत जदि गाली देदेला अपमान देदेला अपमान कथा हला जदि मु प्रतिक्रिया प्रकाश कली विराट गंडगोल से सृष्टि हम विराट अघटन घटब कि समाप्त करा जाए एवं भगवान को समर्पण करा जाए आपण बुझंतु बोली कह जाए एभली घटना से मत है मोर तो किसी दोष ना मत अपमान गला आपण बुझंतु आम जीवन में आपड़ एक कथा करंतु देखिए मुझा बही पढ़ी कहूनी अनुभूति कहूँ आपण बाक को संयम करंतु बहुत किसी समाधान आसो जदि आपण को किए अपमानित कला सभा मध्य नाना भाव कदर्य कथा अपमानित करा से भाव को संयुक्त रखी भीतर को पकई देकरी भगवान को जदि समर्पण करा जाए अति चमत्कार भाव से तार समाधान करते एवं जी से बाक सृष्टि कर आसिकी से सरेंडर करके समर्पण हला भाया अवस्था सृष्टि हुए यही कथा जीवन में मोर घटी से मुझे जोर रे कहूँ कि तार ऊपर चिंता करी परवर्ती बाक प्रकाश करवा नाना विभ्राट सृष्टि करू अवश्य सांगे सांगे से माड़टी को प्रतिक्रिया करने इच्छा हुए गोटे गोटे चटकणाटे गालू को बसे शरीर भितर निश्चय भाव में प्रतिक्रिया हम काटब शरीर को कि काटवा को जदि संभाला जाए से प्रतिक्रिया को जदि संभालिक रही जाए एवं से बाक को भगवान को समर्पण करा जाए सी तार समाधान करते ये कथबार्ता बाकर
ଯୋଗୁରୁ ଅନେକ ବିଭ୍ରାଟ ସୃଷ୍ଟି ହୁଏ। ଆପଣ ଦେଖନ୍ତୁ ମହାଭାରତରୁ ଆରମ୍ଭ କରି ରାମାୟଣରୁ ଆରମ୍ଭ କରି ଯେତେ ଦୁର୍ଘଟଣା ଘଟଣା ଘଟିଛି ବାକ୍ ଯୋଗୁରୁ ଘଟିଛି। ସେଇ ବାକ୍ଟି ସେଇ କଥାଟି ସେଇ ଭାଷାଟି ତିଆରି ହୁଏ ଗଭୀର ଭିତରେ। ସିଏ ଯେତେବେଳେ ପ୍ରକାଶ ହେଇକିରି କର୍ମ ହେବାକୁ ଚାହେଁ ବିଭ୍ରାଟ ସୃଷ୍ଟି ହୁଏ। ଏଇ କଥାଟି ହିଁ ଏଠି କୁହାଯାଇଛି ଲୁକାୟିତ ନୀରବତାରୁ କର୍ମ ଜନ୍ମ ନିଏ। ସେ ଲୁକାୟିତ ନୀରବତା ଭିତରେ ସେ ଥାଏ ବାକ୍ଟା। ଯେତେବେଳେ ତାର ପ୍ରତିକ୍ରିୟା କରାଯିବ ସେ ହିଁ କର୍ମ। ସେ କର୍ମଟା ତାଠୁ ଜନ୍ମ ନବ। ସ୍ୱରମୁଖର ମନ ମଧ୍ୟକୁ ସମରତ ଜଗତ ମଧ୍ୟକୁ ଷଷ୍ଠ ହେଇଗଲା ଏଠି। ସେଇ ବାକଟା ସେ ଯୋଉ କର୍ମ ଜନ୍ମ ନିଏ କୋଉଠି ଜନ୍ମ ନିଏ? ସେ କର୍ମଟା ଜନ୍ମ ନିଏ ସ୍ୱରମୁଖର ମନ, ଭଏସଫୁଲ ମାଇଣ୍ଡ। ଯୋଉ ମନ ସଦାସର୍ବଦା ସ୍ୱରରେ ବାନ୍ଧି ହେଇଛି। ମନଟା ସବୁବେଳେ ଗୋଟେ ସ୍ୱରରେ ବାନ୍ଧି ହେଇଥାଏ। ସେ ସ୍ୱରଟା ଯେତେବେଳେ ପ୍ରକାଶିତ ହବ ମନ ଭିତରେ ଥାଏ ମତେ ଏଇଟା ସେ ଏମିତି କରିଦେଲା, ସେ ଏମିତି କହିଦେଲା, ସାଙ୍ଗେ ସାଙ୍ଗେ ସେ ସ୍ୱର ଆକାରରେ ପ୍ରକାଶିତ। କାରଣ ମନ ତାକୁ ଗ୍ରହଣ କରିବ ଏ ମୋ ମନ ଭିତରେ ସ୍ୱର ରହିଛି। ସେଇ ମନର ଯୋଉ ସ୍ୱରରେ ସେ ମୁଖର ମନ ଭଏସଫୁଲ ଏବଂ ଶ୍ରମରତ ଜଗତ ମଧ୍ୟକୁ ଯୋଉ ଜଗତ ସଦାସର୍ବଦା ଶ୍ରମରତ ତା ମଧ୍ୟକୁ ଫୋପଡା ଯାଏ, ସେଟା ତା ମଧ୍ୟକୁ ଆସେ। ତାପରେ ଏଠି ଗୋଟେ କଥା କୁହାଯାଇଛି ଆପଣ ଦେଖନ୍ତୁ ଇନ୍ ସିକ୍ରେସି ରେପ୍ସ ଦି ସିଡ୍ ଦି ଇଟରନାଲ ସୋର୍ସ। ଏଠି ସୋର୍ସରେ କମାଟା ହେଇଛି। ଆପଣ ସହଜରେ ଆକୁ ବୁଝିପାରିବେନି। ଏ ଯୋଉ ସୋର୍ସରେ କମାଟା ହେଇଛି ଏ ସୋର୍ସ ଯୁକ୍ତ ହେଇଛି ଇଟରନାଲ ସାଙ୍ଗରେ। ଏ ବାକ୍ୟଟି ଏଇଠି କମା କାହିଁକି ହେଲା ନା ଏ ବାକ୍ୟଟି ପଦ୍ୟରେ ହୁଏ। ଗୋଟେ ଲାଇନ ର ଭାବଟା ଆରମ୍ଭକୁ ପ୍ରକାଶିତ ହୁଏ ସେଟା କମା ହୁଏ, ଏଇଠି ସେଇଭଳିଆ ହେଇଛି। ଇନ୍ ସିକ୍ରେସି ରେପ୍ସ ଦି ସିଡ୍ ଦି ଇଟରନାଲ ସୋର୍ସ ଦାଟ୍ ଇଜ ସାଇଲେନ୍ସ। The eternal source shows silence in secrecy, wraps the seed. The eternal source, silence is the seed. এবং সে silence the seed is sown. ଅନ୍ତରାତ୍ମାଙ୍କର ଅଲୌକିକ ଉଦ୍ଭବ ସ୍ଥଳ ହେଲା ପରମ ନିରବତା, the mystic birth place of the soul. ଅନ୍ତରାତ୍ମାଙ୍କ ଅଲୌକିକ ଉଦ୍ଭବ ସ୍ଥଳ ହେଲା ପରମ ନିରବତା ତଥା ସେହି ପରମ ନିରବତା ରୂପୀ ବୀଜକୁ, ଏଇଟା ଯଦି ଯୋଡ଼ି ଦିଆଯାଏ ଭଲ ହବ। ଯେଉଁ ବୀଜକୁ ଲେଖା ହେଇଛି ନା ସେ ଯେଉଁଟାକୁ କାଟିକିରି ତଥା ସେହି ପରମ ନିରବତା ରୂପୀ ବୀଜକୁ, ସେଇ ପରମ ନିରବତା ରୂପୀ ବୀଜକୁ ପରମ ଶାଶ୍ୱତ ଗୋପନୀୟତାରେ ରଖିଛନ୍ତି, ଗୋପନୀୟତାରେ ଘୋଡେଇକି ରଖିଛନ୍ତି, ବପନ କରନ୍ତି ସଂସାରରେ। ଏକ ଚମତ୍କାର ଏକ୍ସପ୍ରେସନ। ସଂସାରରେ ଯୋଉ ସବୁ ଘଟଣା ଘଟିବାକୁ ଯାଉଛି ଘଟୁଥାଏ ତାର ବୀଜଟା ଆସେ ସେ ପରମ ନିରବତାରୁ। ସେ ପରମ ନିରବତା ଭିତରୁ ଗୋଟେ ଶବ୍ଦ ଆସେ, ଗୋଟେ ବାକ୍ୟ ଆସେ, ଗୋଟେ କଥା ଆସେ, କିନ୍ତୁ ସେଇ କଥାଟି ଆଚ୍ଛାଦିତ ରହିଥାଏ ଗୋପନୀୟତା ଭିତରେ, ସେ ପ୍ରକାଶିତ ହେଇନଥାଏ। ଏଠି ଯେତେବେଳେ ସେ ପ୍ରକାଶ ହୁଏ ସବୁ ବିଭ୍ରାଟ ସୃଷ୍ଟି ହୁଏ। ତେଣୁ ଆପଣ ଏଠି ଯୋଉ ସବୁ ବର୍ଣ୍ଣନା ହେଇଛି ବାକରେ ସୃଷ୍ଟି କିଭଳି ଧ୍ୱଂସ ହେଇଯାଏ, ଗୋଟିଏ ପ୍ରକାର ପ୍ରକାଶରେ, ଯେମିତି ଗୋଟେ ଉଦାହରଣ ଅଛି ଯେ ଇନ୍ଦ୍ରପ୍ରସ୍ଥରେ ଯେତେବେଳେ ଦୁର୍ଯ୍ୟୋଧନ ପରିଦର୍ଶନ କରିବାକୁ ବୁଲିକିରି ଯାଉଥିଲି, ଗୋଟେ ଭୂମି ଦେଖିଲେ ସେଇ ଭୂମି ଜଳ ଭଳି ଦେଖାଯାଉଛି କିନ୍ତୁ ସେ ସ୍ଥଳଟି, ସ୍ଥଳ ଭଳି ଦେଖାଯାଉଛି କିନ୍ତୁ ସେ ଜଳଟି, ସେଇ ଭିତରେ ଯେମିତି ଗୋଡ ଦେଲେ ସେ ବୁଡିଗଲେ। ସେତିକି ବେଳେ ଦ୍ରୌପଦୀ ସେ ଉପରେ ରହିକିରି କହିବେ ଅନ୍ଧର ପୁଅ ଅନ୍ଧ। ଏ ଗୋଟିଏ ବାକ୍
अंधर पुओ अंध ये गोटे बाकटा परम निरवता लुकायित करी प्रकाशित कले सी जो कर्म परिणत है कर्म केमती परिणत है ना अंधर बा पुओ अंध ताने दुर्योधन को सी अंधर पुओ हिसाब मन कर अंध बोली कहले यही गोटे वाक्य समग्र महाभारत सृष्टि कर समग्र महाभारत रे ध्वंस क्रिया है गोटे वाक्य यही गोटे वाक्य वाक्यर उत्तर दवा को जाई दुर्योधन अहंकार स्वरूप दुर्योधन आउ ये धृतराष्ट्र एक सह्य कर पार्लेनी ताकू नाना भाव प्रकाश कले एवं से प्रकाश होला महाध्वंस ये गोटे वाक्य तेणु ये जो परम ये बीज से बीज गोपनीयतार आच्छादित थाए प्रकाश कले विभ्राट हुए एठी आरंभ होला आ गोटे कथा इन गॉड्स सुप्रीम विथड्रॉन एंड टाइमलेस हास ए सीइंग सेल्फ एंड पोटेंट एनर्जी मेट द साइलेंस न्यू इटसेल्फ and thought took form self made from the dual power creation rose देखो चमत्कार कथाटी कहुई अल्प करे संक्षिप्त भगवान परम प्रत्याहृत ओ कालातीत निस्तब्धतार भगवान परम प्रत्याहृत नीरवता केते हुए जेते भगवान किसी कथा को प्रत्याहृत होता है गॉड्स सुप्रीम विथड्रॉन भगवान से सब विथड्रॉ करी जो आकाश ये आकाश रे नीरवतार आकाश नीरवतार सब रखी था से भगवान विथड्रॉ होता है सुप्रीम विथड्रॉन एंड टाइमलेस हास से कालातीत निस्तब्धता ये गुण हूँ कहार ना व्योमर व्योमर जहाँ सब रही से निस्तब्ध अच्छी कालातीत निष्पत्ता भितर एवं से भगवान सब जिनस प्रत्याहृत होती पांठि रही एक द्रष्टा जीवात्मा एवं महान अंत सामर्थ्यधारी पराक्रियशाली शक्ति मिलित गॉड सुप्रीम विथड्रॉन एंड टेंशन हास किए एक द्रष्टा सेल्फ एट अच्छे सेल्फ हूँ जीवात्मा बा पुरुष सी हूँ सीइंग सेल्फ एक द्रष्टा पुरुष एक महान अंत सामर्थ्यधारी पराक्रमशील पोटेंट हूँ बाहर को प्रकाश हो नथिबा अंत सामर्थ्य हूँ पोटेंट होमियोपैथी रे गोटे पोटेंट शब्दटा व्यवहार हुए ये गोटे पोटेंट मेडिसिन माने आ भितर गोटे सामर्थ्य लुकायित लुचिक रही एवं से अंत सामर्थ्य भितर रही जना पड़ोनी एवं ताकू धारण करथिबा परम क्रियाशाली शक्ति एनर्जी एनर्जी शब्द को प्रभु लिखिं लेटरसन जोगरे सबू जिन डेफिनेशन देइछन्ती फोर्स कौन पावर कौन एनर्जी कौन ये सब देइछन्ती केते थर एनर्जी कथा आपन कहि केते थर से उदाहरण टा मु कहि ताकू रिपीट करिया को चाहूँ एनर्जी हूँ क्रियाशील शक्ति द एक्टिंग डायनामिज्म ऑफ फोर्स इज एनर्जी क्रियाशील शक्ति तेणु से कौन है परमात्मा सॉरी एक द्रष्टा जीवात्मा एक महान अंत सामर्थ्यधारी पराक्रमी क्रियाशील परम क्रियाशील से क्रियाशील एनर्जी एक परम क्रियाशील शक्ति ये दीटी ये मिलित हेले द साइलेंस न्यू इटसेल्फ
and brought and thought took form. ପରମ ନିର୍ଭତା ନିଜକୁ ଜାଣିଲା ଏବଂ ଚିନ୍ତା ରୂପ ଗ୍ରହଣ କଲା। ଦେଖନ୍ତୁ ସୃଷ୍ଟିରେ ଯୋଉ ସବୁ ଘଟଣା ଘଟେ ଏଇଭଳି ଘଟଣା ସବୁ ଘଟେ। ଫଳରେ ଏଟା ଦ୍ୱୈତଟାକୁ ବ ଫଳାଟାକୁ ଛାଡ଼ି ଦିଆଯାଇଛି। ଆପଣ ଏଠି ବ ଫଳାଟା ଲିଖିଦେବେ। ଦ୍ୱୈତ ହେଇଯାଇଛି, ସେଇଟା ଦ୍ୱୈତ ହବ। ଦ୍ୱୈତ ସାମର୍ଥ୍ୟ, ଦ୍ୱୈତ ସାମର୍ଥ୍ୟ ଏଠି କିଏ ଉଚିତ ହେଲା? ସ୍ୱୟଂଭୂ ସୃଷ୍ଟି। ଏ ଯୋଉ ସମଗ୍ର ସୃଷ୍ଟି ପ୍ରକାଶିତ ହେଇଛି, କ୍ରିଏସନ ରୋଜ, ସମଗ୍ର ସୃଷ୍ଟି ହେଉଛି ଇଏ ହେଉଛି ସେଲ୍ଫ ମେଡ୍, ସ୍ୱୟଂଭୂ। ସ୍ୱୟଂ ସେଲ୍ଫ ମେଡ୍ କୁ ସ୍ୱୟଂଭୂ କୁହାଯାଏ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏ ସମସ୍ତଙ୍କୁ ସ୍ୱୟଂଭୂ କୁହାଯାଏ। ସେ ନିଜେ ନିଜେ ଆବିର୍ଭାତ ହୁଅନ୍ତି, ଆଉ କିଏ ଆବିର୍ଭାତ କରିବା ଆବଶ୍ୟକ ହୁଏନି। ତେଣୁ ସ୍ୱୟଂଭୂ ସେ ହେଲେ ସ୍ୱୟଂଭୂ, ସୃଷ୍ଟି ହେଲା ସ୍ୱୟଂଭୂ। କୋଉଥିରୁ ଇଏ ଜନ୍ମ ହେଲା? ଦ୍ୱୈତ ସାମର୍ଥ୍ୟ। ଏ ଦ୍ୱୈତ ସାମର୍ଥ୍ୟ କିଏ? ଦ୍ୱୈତ ସାମର୍ଥ୍ୟ କିଏ? ପରମ ନିରବତା ରୂପ ଗ୍ରହଣ କଲା। ଦ୍ୱୈତ ସାମର୍ଥ୍ୟ ହେଉଛି ଜୀବାତ୍ମା ଦ୍ରଷ୍ଟା ଏବଂ ଅନ୍ତ ସାମର୍ଥ୍ୟକାରୀ ପରାକ୍ରମଶୀଳ ଶକ୍ତି। ପୁରୁଷ ଆଉ ପ୍ରକୃତି ମିଳିତ ହେଲେ, ପୁରୁଷ ଆଉ ପ୍ରକୃତି ମିଳିତ ହେଇକି ୟାକୁ ସୃଷ୍ଟି ହବା ପାଇଁ ସୁଯୋଗ ଦେଲେ ଏବଂ ସେଇଥିରୁ ହିଁ ଏ ସୃଷ୍ଟି ହେଲା ଦ୍ୱୈତ ସାମର୍ଥ୍ୟ। ପୁରୁଷ ଆଉ ପ୍ରକୃତିର ଦ୍ୱୈତ ସାମର୍ଥ୍ୟ ଉଚିତ ହେଲା ସ୍ୱୟଂଭୂ ସୃଷ୍ଟି। In the still self he lived, ଭାବୁଛି ଆମେ ଏଇଠି ଗୋଟେ ବ୍ରେକ୍ ନବା ଏବଂ ବର୍ତ୍ତମାନ ହେଲା 11ଟା 11 ହେଇଛି, 10 ଧର, 10 ମିନିଟ୍ ହେଲେ 11ଟା 20ରେ ମୁଁ ସେକେଣ୍ଡ ସେକ୍ସନ ଆରମ୍ଭ କରିବା। ମୁଁ ଯୋଉଠି ଛାଡ଼ିଥିଲି, God's supreme wisdom, timeless has seeing self and potent energy met, এটা ସରିଥିଲା, self made ସରିଥିଲା। In the still self he lived and it in him। ଏଠି ଅଶପତି ପହଞ୍ଚିବା ପରେ ସେହି ନିଶ୍ଚଳ ସତ୍ତାରେ ନିର୍ବାସ କଲେ। ଦି ଷ୍ଟିଲ୍ ସେଲ୍ଫ ସେହି ସତ୍ତାରେ ନିବାସ କଲେ ଏବଂ ସତ୍ତା ବି ତାଙ୍କ ଭିତରେ ନିର୍ବାସ କଲା। ଇଟ୍ସ ମ୍ୟୁଟ୍ immemorable listening depths, its vastness and its stillness were his own। ବର୍ଣ୍ଣନା ଦେଖନ୍ତୁ, ଶରଣାତୀତ ଶ୍ରବଣଶାଳୀ, ଶ୍ରବଣଶୀଳ ଗଭୀରତା ରାଜି। ମୂକ ଶରଣାତୀତ ଶ୍ରବଣଶୀଳ ଗଭୀରତା ରାଜି। ଇମେମୋରିବଲ ହଉଛି ମ୍ୟୁଟ୍, ହଉଛି ମୂକ, ଇମେମୋରିବଲ ହଉଛି ଶରଣାତୀତ, ଲିସେନିଂ ଡେପ୍ଥ ଶରଣଶୀଳ ଗଭୀରତା ରାଜି। ଏ କ୍ୟାରେକ୍ଟର ଗୁଡାକ ହେଲା ସେଇ ଯୋଉ ଭୂମି, ଯୋଉ ଷ୍ଟିଲ୍ ସେଲ୍ଫ, ତାର ସବୁ ଗୁଣଗ୍ରାମ। ଇଟ୍ସ ଭାଷ୍ଟନେସ୍ ଏଣ୍ଡ ଇଟ୍ସ ଷ୍ଟିଲନେସ୍ ୱେର୍ ହିଜ୍ ଓନ୍, ଅଶପତିଙ୍କର ନିଜର ହେଇଗଲା। ଏ ବିଶାଳତା ଏବଂ ତାର ନିଶ୍ଚଳତା, ଷ୍ଟିଲନେସ୍ ତାଙ୍କରି ଆପଣାର ହେଲା। କାହାର? ତାଙ୍କରି ମାନେ ଅଶପତିଙ୍କର ଆପଣାର ହେଲା। One being with it he grew wide, powerful, free। ଫଳରେ ଅଶପତି କେମିତି ଗ୍ରୋ କଲେ? ଅଶପତି ତା ସହିତ ଏକ ସତ୍ତା ହେଲେ ସେ ବିସ୍ତାରିତ, ଶକ୍ତିଶାଳୀ ତଥା ମୁକ୍ତ ହୋଇ ଉଠିଲେ। ତା ସହିତ ଯେତେବେଳେ ଏକ ହେଲେ ଅଶପତି ତାଙ୍କ ଚେତନାରେ
ବିସ୍ତାରିତ ହୋଇଗଲେ ଏବଂ ଶକ୍ତିଶାଳୀ ହେଲେ ଏବଂ ମୁକ୍ତ ହୋଇ ଉଠିଲେ। Apart, unbound, he looked on all things done. ପୃଥକ ବନ୍ଧନହୀନ ହୋଇ apart and unbound ହୋଇ ସେ ସକଳ ସୃଷ୍ଟ ବା କୃତ ବସ୍ତୁ ଉପରେ ଦୃଷ୍ଟିପାତ କଲେ। ସେ ଯାହା ସୃଷ୍ଟ ହେଇଛି, ଯାହା ତିଆରି ହେଇଛି ତା ଉପରେ ଦୃଷ୍ଟିପାତ କଲେ। As one who builds his own imagined scenes and loses not himself in what he sees, spectator of a drama, self-convinced, he looked on the world and watched its motive thoughts, motive thought with the burden of luminous prophecy in their eyes. Its forces with their feet of wind and fire arisen from the dumbness of his soul. कौन हला इटे कौन घटिला? पृथक हेले बंधनहीन हेले सकल सृष्ट और कृत वस्तु उपरे दृष्टिपात कले। एटा फुल स्टॉप। As one who builds his own imagined scenes, ଯେପରି ଜଣେ ଯେ କି ତାର ନିଜର କଳ୍ପନା ପ୍ରସୂତ ଦୃଶ୍ୟାବଳୀ ନିର୍ମିତ କରେ, କଳ୍ପନା ପ୍ରସୂତ ଦୃଶ୍ୟାବଳୀ ନିର୍ମିତ କରେ। କଳ୍ପନା କରନ୍ତୁ, ଆପଣ କଳ୍ପନାରୁ ତିଆରି ହୋଇଥିବା ଦୃଶ୍ୟାବଳୀ ନିର୍ମିତ କରେ ଏବଂ ସେ ଦୃଶ୍ୟାବଳୀକୁ ରୂପ ଦିଏ। କଳ୍ପନା ପ୍ରସୂତ ରୂପରାଜିକୁ ରୂପ ଦିଏ। ନିର୍ମିତ କର ମାନେ ରୂପ ଦିଏ। ଏବଂ ସେ ଯାହା ଦେଖେ ସେଥିରେ ନିଜକୁ ହଜାଇ ଦିଏ ନାହିଁ। ସେ ଯାହା ଦେଖେ and loses not himself in what he sees, ନିଜକୁ ସେଥିରେ ହଜାଇ ଦିଏ ନାହିଁ, ନିଜକୁ ଏଲୁପ କରି ରଖେ। ସେଇଭଳି spectator of a drama, self convinced, ଆତ୍ମକଳ୍ପିତ ଏକ ନାଟକର ଦର୍ଶକ, ସେ ନିଜେ ଗୋଟେ ଦର୍ଶକ ହେଇଯାଏ ଆତ୍ମକଳ୍ପିତ ନାଟକର। ଏଭଳି ହୋଇ ଅଶ୍ୱପତି କଣ କଲେ? ଅଶ୍ୱପତି ଜଗତ ଉପରେ ଦୃଷ୍ଟିପାତ କଲେ ଏବଂ ତାର ପ୍ରେରଣାଦାୟୀ ଚିନ୍ତାଧାରା ନିରୀକ୍ଷଣ କଲେ। ଜଗତ ଉପରେ ଦୃଷ୍ଟିପାତ କଲେ ଏବଂ ପ୍ରେରଣାଦାୟୀ ଚିନ୍ତାଧାରା କଣ? ପ୍ରେରଣାଦାୟୀ ଚିନ୍ତାଧାରା କଣ? ମୋଟିଭ ଥଟ୍ସ। କିଛି ଗୋଟେ ପ୍ରେରଣାଦାୟୀ, କିଛି ଗୋଟେ ମୋଟିଭ ଥାଇକି, କିଛି ଗୋଟେ ଲକ୍ଷ୍ୟ ନେଇକି ତାର ଯୋଉ ଚିନ୍ତାଧାରା, ତାକୁ ସେ ନିରୀକ୍ଷଣ କଲେ। ତାର ମୋଟିଭ ଚିନ୍ତାଧାରା ପ୍ରେରଣାଦାୟୀ ଅଶ୍ୱପତି ଜଗତ ଉପରେ ଦୃଷ୍ଟିପାତ କଲେ ଏବଂ ତାର ପ୍ରେରଣାଦାୟୀ ଚିନ୍ତାଧାରା ନିରୀକ୍ଷଣ କଲେ। ତା ଚିନ୍ତାଧାରାକୁ ନିରୀକ୍ଷଣ କଲେ, ଯୋଉ ଚିନ୍ତାଧାରା ପ୍ରେରଣାଦାୟୀ, ପ୍ରେରଣା ଦିଏ ଅନ୍ୟ ଏକ କାର୍ଯ୍ୟ। With the burden of luminous prophecy in their eyes, ସେ ପ୍ରେରଣା ରୂପେ ଚିନ୍ତାଧାରା ସେମାନଙ୍କର ନୟନ ଯୁଗଳରେ। ଇଏ କାହାର ନୟନ ଯୁଗଳ? କାହାର ନୟନ ଯୁଗଳ? ଏ ଯୋଉ ଜଗତ, ସେ ଜଗତର ନୟନ ଯୁଗଳରେ ଗ୍ରହଣ କରି ଚାଲୁଥିବା ଉଜ୍ଜଳ ଭବିଷ୍ୟବାଣୀ ସହିତ ସେମାନଙ୍କର ସମୀର ଓ ବହ୍ନିର ପାଦ ସହିତ ତାର ଶକ୍ତିରାଜି
ଯାହା ତାଙ୍କର ଆତ୍ମାର ମୌନତାରୁ ଉତ୍ଥିତ ହେଉଥିଲା ସେ ଏସବୁ ଦେଖିଲେ। ସେ ଆହୁରି ଦେଖିଲେ, ଦୃଷ୍ଟିପାତ କଲେ କଣ କଣ? ଜଗତ ଉପରେ ଦୃଷ୍ଟିପାତ କଲେ, ପ୍ରେରଣାଦାୟୀ ଚିନ୍ତାଧାରାକୁ ନିରୀକ୍ଷଣ କଲେ, ସେମାନଙ୍କର ନୟନ ଯୁଗଳରେ ବହନ କରି ଚାଲୁଥିବା ଉଜ୍ଜଳ ଭବିଷ୍ୟବାଣୀ ସହିତ ତାକୁ ଦେଖିଲେ। ସେମାନଙ୍କର ନୟନ ଯୁଗଳରେ ବହନ କରି ଚାଲୁଥିବା, କାହାର ନୟନ ଯୁଗଳ? ଏ ଜଗତର ନୟନ ଯୁଗଳରେ ଯୋଉ ଭବିଷ୍ୟବାଣୀ ସବୁ ଚିହ୍ନିତ କରି ଚାଲିଛି, ସେ ଚାଲିଛି ତାର ଉଜ୍ଜଳ ଭବିଷ୍ୟବାଣୀ ସହିତ ସେମାନଙ୍କର ସମୀର ଓ ବହ୍ନିର ପାଦ ସହିତ ତାର ଶକ୍ତିରାଜି, its force with their feet and wind and fire, ଯାହା ତାଙ୍କର ଆତ୍ମାର ମୌନତାରୁ ଉତ୍ଥିତ ହେଉଥିଲା। Horizon from the dumbness in his soul, ତାଙ୍କର ଆତ୍ମା ମିନ୍ସ ଅଶ୍ୱପତିଙ୍କର ଆତ୍ମାର ମୌନତାରୁ ଉତ୍ଥିତ ହେଉଥିଲା। କଣ ଉତ୍ଥିତ ହେଉଥିଲା? ସେମାନଙ୍କର ନୟନ ଯୁଗଳର ବହନ କରି ଚାଲିଥିବା ଉଜ୍ଜଳ ଭବିଷ୍ୟବାଣୀ ସହିତ ସେମାନଙ୍କର ସମୀର ଓ ବହ୍ନିର ପାଦ ସହିତ ତାର ଶକ୍ତିରାଜି। ଏଠି ଫିଟ୍ ଏବଂ ୱିଣ୍ଡ କଣ? ଇଟ୍ସ ଫୋର୍ସେସ୍ ୱିଥ୍ ଦେयर ଫିଟ୍ and wind and fire, କାହାର ଫୋର୍ସେସ୍ ଇଏ? ସେମାନଙ୍କର ନୟନ ଯୁଗଳରେ ବହନ କରି ଚାଲୁଥିବା ଉଜ୍ଜଳ ଭବିଷ୍ୟବାଣୀ ସହିତ ସେମାନଙ୍କର ସମୀର ଓ ବହ୍ନିର ପାଦ, ଫିଟ୍ ଅଫ୍ ୱିଣ୍ଡ and fire, ଅର୍ଥାତ୍ ଯେତେବେଳେ ଗୋଟେ କ୍ରିୟା ହୁଏ ସେ ଚାଲିଗଲା ଭଳି, ଗୋଟେ କଥାରେ ଆଉ ଗୋଟେ କଥାକୁ ଚାଲିଗଲା ଭଳି। ଏଇଟା ବୋଧେ କ୍ଲିୟର ହଉନି, ଏତିକି ବର୍ତ୍ତମାନ ବୁଝିଥାନ୍ତୁ, ପରବର୍ତ୍ତୀରେ କ୍ଲିୟର କରିବି। ସେମାନଙ୍କର ସମୀର ଓ ବହ୍ନିର ପାଦ ସହିତ ତାର ଶକ୍ତିରାଜି, ତାଙ୍କର ଆତ୍ମାର ମୌନତାରୁ ଉତ୍ଥିତ ହେଉଥିଲା, ସେ ସବୁ ଦେଖିଲେ। All now he seemed to understand and know, ଏଠାରେ ବର୍ତ୍ତମାନ ସବୁ କିଛିକୁ ସେ ବୁଝିପାରିଲେ, ବୁଝିପାରିବା ଏବଂ ଜାଣିପାରିବା ପରି ମନେ ହେଉଥିଲା। Desire came not, nor any gust of will, ସେ ଜାଣିପାରିଲେ, ସବୁ ମନେ ହେଉଥିଲା, ତା ଭିତରେ କାମନା ନଥିଲା, କାମନା ଆସିଲା ନାହିଁ, କିମ୍ବା ସଂକଳ୍ପର କୌଣସି ଆକସ୍ମିକ ଝଞ୍ଜା ବି ଆସିନଥିଲା। ସଂକଳ୍ପର ଝଞ୍ଜା କଣ? ବେଳେ ବେଳେ ସଂକଳ୍ପ ଏଭଳି ହୁଏ ଯେ ଝଞ୍ଜା ଭଳି ମାଡ଼ି ଆସେ, ତାକୁ କରିବାକୁ ପଡେ। ଜବରଦସ୍ତି ତାକୁ କାର୍ଯ୍ୟକାରୀ କରିବା ପାଇଁ, ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟଗ୍ରତା, ସେଇ ଝଞ୍ଜା ବ୍ୟଗ୍ରତା ନଥିଲା କଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ। The great perturbed inquirer lost his task, nothing was asked nor wanted anymore. The महान विचलित सन्धानी, किए? अश्वपति। महान विचलित सन्धानी कर्मोद्देश्य हराइले। जो काम करने उद्देश्य थिला, जहा करने से एते बाट उठी आसिले, ताकू सब हराइले,
ଆଉ କିଛି ବି କାମ୍ୟ ବା ନାହିଁ, ତାଙ୍କର ଆବଶ୍ୟକତା ରହିଲା ନାହିଁ। ଅର୍ଥାତ୍ ଅଶ୍ୱପତି ବର୍ତ୍ତମାନ ଯୋଉ ପ୍ରକାର ଅବସ୍ଥାରେ ପହଞ୍ଚିଛନ୍ତି, ସେଥିରେ ଡିଜାୟାର ନାହିଁ, ସେଥିରେ ସଂକଳ୍ପ ନାହିଁ, ସେଥିରେ କାମନା ନାହିଁ, କାମ୍ୟ ନାହିଁ, ଆବଶ୍ୟକତା ନାହିଁ, ଏକଦମ ସମ୍ପୂର୍ଣ୍ଣ ଭାବରେ ନିରବତା ହେଇକି ରହିଲେ, କିଛି ରହିଲାନି। There he could stay, the self, the silence own। ସେଠାରେ ସେ ଜୀବାତ୍ମା ପରମ ନିରବତା ବିଜିତ ହୋଇ ରହିଲେ। ସେ ଜିଣିଗଲେ। ସେ କାହାକୁ ଜିଣିଲେ? ଜୀବାତ୍ମାକୁ ଜିଣିଲେ, ଜୀବାତ୍ମା ଭିତରେ ରହିଲେ ଏବଂ ତାଙ୍କ ଭିତରେ ଜୀବାତ୍ମା ରହିଲା ଏବଂ ପରମ ନିରବତା ତାକୁ ବି ବିଜିତ କଲେ, ପରମ ନିରବତା ଭିତରେ ରହିଲେ। ଏସବୁ ସେ କରିପାରିଲେ। ହିଜ୍ ସୋଲ୍ ହେଡ୍ ପିସ୍, ତାଙ୍କର ଆତ୍ମା ଶାନ୍ତି ଲାଭ କଲା। ହି ନ୍ୟୁ ଦି କସ୍ମିକ୍ ହୋଲ୍, ତାହା ମହାଜାଗତିକ ସମଗ୍ରତାକୁ ଜାଣିଲା। ତାଙ୍କର ଆତ୍ମା, ତାହା ମାନେ ଏଠି ତାଙ୍କର ଆତ୍ମା ମହାଜାଗତିକ ମହାସଂଗ୍ରାମ ସମଗ୍ରତାକୁ ଜାଣିଲା। Then suddenly a luminous finger fell on the things seen or touched or heard or felt, and showed his mind that nothing could be known, that must be reached, from which all knowledge came। ଏଇଟା ଆଉ ଏକ ବିଚିତ୍ର ଘଟଣା ଅଶ୍ୱପତିଙ୍କ କ୍ଷେତ୍ରରେ ଘଟିଲା। ଯଦିଓ ସେ ବ୍ୟୋମକୁ ଧାରଣ କରିଛନ୍ତି, ସେ ନିରବତାକୁ ଧାରଣ କରିଛନ୍ତି, ନିରବ ତାଙ୍କ ଭିତରେ ଅଛି ଏବଂ ସିଏ ସେ ଭିତରେ ରହିଛନ୍ତି। ଏସବୁ ସତ୍ତ୍ୱେ ଏଠି ହଠାତ୍ ଗୋଟେ କଥା ହେଲା, ଏ ସଡନଲି ଏ ଲୁମିନାସ୍ ଫିଙ୍ଗର ଫେଲ୍, ଏକ ସହସା ଜ୍ୟୋତିର୍ମୟ ଅଙ୍ଗୁଳି ନିର୍ଦ୍ଦେଶ ଆସି ପଡ଼ିଲା। ଆଙ୍ଗୁଠି ଦେଖେଇକିରି ଜଣେ କିଏ କହୁଛି। ଅଶ୍ୱପତିଙ୍କ ଉପରେ ହଠାତ୍ ପଡ଼ିଲା। ସେ ଏସବୁ ଯୋଉ ଜିନିଷ ଗୁଡାକ ଆଗରେ ବର୍ଣ୍ଣନା କରାହେଲା, ଯୋଉଟାରେ ସେ ସମ୍ପୃକ୍ତ ନଥିଲେ, ଯୋଉଟାରେ ସେ ଯୁକ୍ତ ନଥିଲେ, ଜୀବାତ୍ମା ପରମ ନିରବତା ବିଜିତ ତାକୁ ଜିଣିଥିଲେ, ଆତ୍ମା ଶାନ୍ତି ଲାଭ କରିଥିଲା, ସମଗ୍ରତାକୁ ଜାଣିଥିଲେ ଏବଂ ତାଙ୍କର ଆଉ କିଛି କାମ୍ୟ ନଥିଲା। ସେ ସମସ୍ତ ଆବଶ୍ୟକତା କିଛି ହିଁ ଆବଶ୍ୟକତା ନଥିଲା, ଶାନ୍ତ ଭିତରେ ଥିଲେ। ସମସ୍ତକୁ ଜାଣିଛି ବୋଲି ସେ ଭାବିଥିଲେ, ସମଗ୍ରକୁ ଜାଣିଛି ବୋଲି ସେ ମନେ କରୁଥିଲେ। ଏହିଭଳି ଅବସ୍ଥାରେ ସହସା ଏକ ଜ୍ୟୋତିର୍ମୟ ଅଙ୍ଗୁଳି ନିର୍ଦ୍ଦେଶ ପଡ଼ିଲା। on all things seen, touched and heard and felt। ଏ ପର୍ଯ୍ୟନ୍ତ ଅଶ୍ୱପତି ଯାହା କିଛି ଦେଖିଛନ୍ତି, ଦୃଶ୍ୟ ଅର୍ଥ ହଉଛି ଯାହା କିଛି ଦେଖିଛନ୍ତି, ଅଥବା ସ୍ପୃଶ୍ୟ ଯାହାକୁ ସ୍ପର୍ଶ କରିଛନ୍ତି, ଶ୍ରୁତ ଯାହାକୁ ଶୁଣିଛନ୍ତି ଏବଂ ଯାହା ଅନୁଭବ କରିଛନ୍ତି, ସେ ସବୁ and showed his mind, ସେ ସବୁ ତାଙ୍କ ମନକୁ ଗୋଟେ ଜିନିଷ ଦେଖେଇଲା, that nothing could be known। ଏଇ ସବୁ ଯୋଉ ଜିନିଷ ଗୁଡାକ ଘଟିଛି ଅଶ୍ୱପତିଙ୍କ କ୍ଷେତ୍ରରେ, ଏଗୁଡାର କିଛି ଅର୍ଥ ନାହିଁ, ତମେ କିଛି ଜାଣିନ। ନଥିଂ କୁଡ୍ ବି ନୋନ୍, ମନକୁ ଦେଖାଇ ଦେଲା ଯେ କିଛି ବି ହୋଇପାରେ ନା ଜ୍ଞାତ। ମନକୁ ଦେଖାଇ ଦେଲା, କୌଣସି ଜିନିଷ ତୁମେ ଜାଣିପାରିବ ନାହିଁ, ଜ୍ଞାତ ହେଇପାରିବନି।
that must be reached from which all knowledge came. ଜଣେ ଜାଣିବାକୁ ହେଲେ ସେଇ ଭୂମିରେ ପହଞ୍ଚିବା ଉଚିତ। must be reached ସେଠାରେ ହେବାକୁ ହେବ ଉପନୀତ ଯାହାଠାରୁ ସକଳ ଜ୍ଞାନ ହିଁ ଉଚ୍ଚାରିତ। ଏଇସବୁ ଜିନିଷ ଜାଣିବା, ଏସବୁ ଜିନିଷକୁ ସ୍ପର୍ଶ କରିବା, ଏସବୁ ଜିନିଷକୁ ଅନୁଭବ କରିବା, ଏଇଟା କେତେବେଳେ ସମ୍ଭବ ହବ ନା ଯେତେବେଳେ ସେଇ ସବୁ ଜିନିଷ ସେଠାରୁ ଉଦ୍ଧୃତ ହୁଏ, ତାକୁ ଯେତେବେଳେ ଜଣେ ଜାଣିବ ଏଗୁଡ଼ା ସମ୍ଭବ ହବ। ତାକୁ ଯଦି ନ ଜାଣିକିରି ଏସବୁ ଜିନିଷରୁ ଦେଖିଲେ ତାର କିଛି ମୂଲ୍ୟ ନାହିଁ, ତାର କିଛି ଅର୍ଥ ନାହିଁ, କିଛି ନ ଜାଣିଲା ଭଳିଆ ସିଏ। ଏଇଭଳି ଏକ ଅବସ୍ଥାକୁ ତାଙ୍କ ଜଣେ ଆଙ୍ଗୁଠି ଦେଖେଇକିରି କହିଲା ତୁ ଯାହା କହୁଛୁ ଏଗୁଡ଼ା ସବୁ କିଛି ନାହିଁ। ତୁ ଯେତେବେଳେ ସେଇ ଭୂମିରେ ପହଞ୍ଚିବୁ ତେବେ ଏଗୁଡ଼ା ସବୁ ତୋ କ୍ଷେତ୍ରରେ ସମ୍ଭବ। The septic ray disturbed all that seems. ସେହି ସନ୍ଦିଗ୍ଧ ପରମ ରଶ୍ମି ରେଖା ବିଘ୍ନିତ କଲା ଯାହା ଦୃଶ୍ୟମାନ। ଯାହା ଘଟିଛି, ଅଶୋପତି ଯାହା ଦେଖିଛନ୍ତି, ଯାହା ଅନୁଭବ କରିଛନ୍ତି, ସେଗୁଡ଼ା ସବୁ ବିଘ୍ନିତ କଲା, ସେଗୁଡ଼ା କିଛି ହେଇନି କହିଲା। And smote at the very root of thought and sense. ଏବଂ ଚିନ୍ତା ଓ ଅନୁଭବର ମୂଳ ଉତ୍ସକୁ ଆଘାତ କଲା। ଚିନ୍ତା ଓ ଅନୁଭବର ମୂଳ ଉତ୍ସ ଦିଟା ଅଛି। ଗୋଟେ ଚିନ୍ତା କୋଉଠି ଥାଏ? ମସ୍ତିଷ୍କରେ ଥାଏ। ଅନୁଭବ କୋଉଠି ଥାଏ? ହୃଦୟରେ ଥାଏ। ଦେଖନ୍ତୁ, ଚିନ୍ତା ଓ ଅନୁଭବର ମୂଳ ଉତ୍ସ, ଚିନ୍ତାର ଉତ୍ସ ହେଲା ମସ୍ତିଷ୍କ, ଅନୁଭବର ଉତ୍ସ ହେଲା ହୃଦୟ। ସେ ମୂଳ ଉତ୍ସକୁ ସେଇ ଜାଗାକୁ ଆଘାତ କଲା। ତୁ ଯାହା ଅନୁଭବ କରୁଛୁ, ଯାହା ଚିନ୍ତା କରୁଛୁ, ସେ ସବୁ କିଛି ନାହିଁ। ଏଇଟା ସବୁ ଯୋଉ ଦେଖିଛୁ, ଆର ସତ୍ୟ ହବ କେତେବେଳେ? ତୁ ଯେତେବେଳେ ସେଠି ପହଞ୍ଚିବୁ। ଅର୍ଥାତ୍ ଆପଣ କଳ୍ପନା କରନ୍ତୁ, ଗୋଟିଏ ଜିନିଷକୁ ପହଞ୍ଚିବା ପାଇଁ ଆପଣ ଚେଷ୍ଟା କରୁଛନ୍ତି, ତାର ତଳ ବାଡ଼ରେ ପହଞ୍ଚିଛନ୍ତି ଏବଂ ସେଇଠି ପହଞ୍ଚିକି ସବୁ ଜିନିଷ ଦେଖୁଛନ୍ତି ଏବଂ ଭିତରକୁ ଯାଇନାହାନ୍ତି। ଏଇଠି ଥାଇକି ଅନେକ କଥା କଳ୍ପନା କରିଛନ୍ତି, ସବୁ ଏମିତି ହେଇଥିବ, ସେମିତି ହେଇଥିବ, ଏମିତି ଘଟଣା, ଏ ସବୁ ଯାକ ମିଥ୍ୟା। ତୁମେ ଯେତେବେଳେ ସେଇଠି ପହଞ୍ଚିବ ତାହେଲେ ସବୁ ଜିନିଷ ଜାଣିପାରିବ। In a universe of nuisance they have grown. କାହିଁକି ଏଗୁଡ଼ା ମିଥ୍ୟା କହିଲା? କାହିଁକି ଏଗୁଡ଼ା ମିଥ୍ୟା ହେଲା? ମହାନିଶ୍ଚେତନାର ବିଶ୍ୱରେ ସେମାନେ ବିକଶିତ ହୋଇଛନ୍ତି। ଏଇଟା ପଡ଼ିଗଲେ କ୍ଲିୟର। ଅଶୋପତି ବର୍ତ୍ତମାନ କୋଉଠୁ ଉଠିଛନ୍ତି? ଅଶୋପତି କୋଉଠୁ ଯାଉଛନ୍ତି? ଯୋଉ ସୃଷ୍ଟି ମହାନିଶ୍ଚେତନାରୁ ଧୀରେ ଧୀରେ ଆପେ ଆପେ ଉଠିକି ଆସିଛି, ମହାନିଶ୍ଚେତନାର ବିଶ୍ୱ, ଏ ସମଗ୍ର ବିଶ୍ୱ ମହାନିଶ୍ଚେତନାରୁ ଉଠି ଆସିଛି। ସେମାନେ ସେ ଯୋଉ ବିକଶିତ ହୋଇଛନ୍ତି, ଏକ ଅତି ଚେତନାମୟ ପରମ ସୂର୍ଯ୍ୟ ଅଭିମୁଖେ ଆସ୍ପୃହା କରି ସ୍ୱର୍ଗମୟ ଆକାଶରାଜିରୁ ସୂର୍ଯ୍ୟରଶ୍ମି ଓ ବର୍ଷାର କ୍ରୀଡ଼ା କରି ସେମାନଙ୍କର ଯେତେ ଉଚ୍ଚରେ ଉପନୀତ ହେଲେ ବି ସେମାନେ କେବେ ବି ବିଜୟ ଲାଭ କରିପାରିବେ ନାହିଁ। ଏଇଠି କ୍ଲିୟର ହେଇଗଲା। ସେଟା କାହିଁକି ସବୁ ଜଣା ପଡ଼ିଲାନି? ଏକ ମହାନିଶ୍ଚେତନାର ବିଶ୍ୱରୁ ସେମାନେ ବିକଶିତ ହୋଇଛନ୍ତି। ଯାହା ସବୁ ଅଶୋପତି ଦେଖୁଛନ୍ତି ବା ଅନୁଭବ କରୁଛନ୍ତି, ସେ ସବୁ ବିକଶିତ ହୋଇଛନ୍ତି ଏକ ଅତି ଚେତନାମୟ ପରମ ସୂର୍ଯ୍ୟ ଅଭିମୁଖେ ଆସ୍ପୃହା କରି। ଅତି ଚେତନାମୟ ପରମ ସୂର୍ଯ୍ୟ ତା ଆଡ଼କୁ ଆସ୍ପୃହା କରି ସେ ହେଇ ଉଠିଛନ୍ତି। କିନ୍ତୁ ଉଠିଛନ୍ତି କୋଉଠୁ? ମହାନିଶ୍ଚେତନା ଭିତରୁ ଆସ୍ପୃହା କରି ସ୍ୱର୍ଗମୟ ଆକାଶରାଜିରୁ ସୂର୍ଯ୍ୟରଶ୍ମି ବର୍ଷାର କ୍ରୀଡ଼ା କରି ସେମାନଙ୍କର ଯେତେ ଉଚ୍ଚରେ ଉପନୀତ ହେଲେ ବି
ସେମାନେ କେବେ ବି ବିଜୟ ଲାଭ କରିପାରିବେ ନାହିଁ। ସେଠି ନ ପହଞ୍ଚିଲେ ଏରା ସବୁ ବିଜୟ କିଛି ନାହିଁ, ଅଛି କାଲି ପଳେଇବ। ଅଥବା ସେମାନଙ୍କର ସନ୍ଧାନ ଯେତେ ତୀବ୍ର ହେଉନ କାହିଁକି ତାହା ଅନତିକ୍ରମ୍ୟ, ତାକୁ ଅତିକ୍ରମ କରାଯାଇ ପାରିବନି। ଓଭର ପାସ୍ however keen they prove। ଏଠି ଇଏ ସରିଲା ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଇ परम प्रभु श्रीमा श्री अरविंदर चरण तले गभीर कृतज्ञता जनाई मोर वक्तव्य मु आज ये शेष करुच्ची। एवं जदि आपण मानकर किसी जानिबार थाए बा जोटी न बुझी पारिथिबे मोर फोन नंबर अच्छी, फोन नंबर में मत परवर्ती समय कंटाक्ट कर पारंती एवं मु चेष्टा करी ताकू बुझे देबा। एतिकिरे रहुची, समस्त को धन्यवाद। वंदे मातरम।